ଆଜିର ଡେଟ୍ରେ ସମସ୍ତେ ଜଣେ ଜଣେ ୟୁଟ୍ୟୁବର ହେବାକୁ ଚାହୁଁଛନ୍ତି, ହେଲେ କିନ୍ତୁ କେବଳ 1% ହିଁ ୟୁଟ୍ୟୁବର ହେଇପାରୁଛନ୍ତି ଏବଂ 99% ଲୋକ ୟୁଟ୍ୟୁବର ହେଇପାରୁନାହାନ୍ତି, ଛାଡ଼ିକି ପଳେଇ ଯାଉଛନ୍ତି। ଏହି ଭିଡିଓଟି ଆପଣମାନେ ଦେଖିଲା ପରେ ଜାଣିପାରିବେ କି କେମିତି ଆପଣମାନେ ଜଣେ ୟୁଟ୍ୟୁବର ହେଇପାରିବେ ବା ସକ୍ସେସଫୁଲ ୟୁଟ୍ୟୁବର ହେଇପାରିବେ, ଯାହାକି ଆପଣ ଜାଣୁଛନ୍ତି ଦିନକୁ ଲକ୍ଷ ଲକ୍ଷ ୟୁଟ୍ୟୁବ ଚ୍ୟାନେଲ କ୍ରିଏଟ ହେଉଛି, ହେଲେ କିନ୍ତୁ ସେତେ ଲୋକମାନେ ୟୁଟ୍ୟୁବର ହେଇପାରୁନାହାନ୍ତି। ଏହି ଭିଡିଓଟି ଦେଖିଲା ପରେ ନିହାତି ଭାବରେ ଆପଣମାନେ ଜାଣିପାରିବେ କି କଣ ସବୁ ଟେକ୍ନିକ ରହିଛି ଏବଂ କଣ ସବୁ ସିକ୍ରେଟ ରହିଛି, ଯାହାକି ଆପଣମାନେ ଅଲ୍ ଡିଟେଲ ଭାବରେ ଜାଣିପାରିବେ ଏହି ଗୋଟେ ଭିଡିଓରେ। ଚାଲନ୍ତୁ ଫ୍ରେଣ୍ଡସ୍, ବେଶୀ ଡେରି ନକରି ଭିଡିଓଟିକୁ ଆରମ୍ଭ କରିବା। ଲେଟ୍ସ ଷ୍ଟାର୍ଟ ନାଉ। ଜଣେ ସକ୍ସେସଫୁଲ ୟୁଟ୍ୟୁବର ହେବାକୁ ଚାହୁଁଥିଲେ ଗୋଟେ କ୍ୟାଟେଗୋରୀ ବାଛି ନିଅନ୍ତୁ କି ଆପଣମାନେ କେଉଁ ଭିଡିଓଟି ବନେଇବେ ବା କେଉଁ କ୍ୟାଟେଗୋରୀର ଭିଡିଓଟି ବନେଇବେ ବା କେମିତି ପ୍ରକାର ଭିଡିଓ ବନେଇବେ, ସେ କ୍ୟାଟେଗୋରୀ ବାଛି ନିଅନ୍ତୁ। ଆପଣମାନେ କ୍ୟାଟେଗୋରୀ ଯଦି ବାଛିବେ ନାହିଁ, ତାହେଲେ ଆପଣମାନେ ଭିଡିଓ ମଧ୍ୟ ବନେଇ ପାରିବେ ନାହିଁ, ଯାହାକି ଆପଣମାନେ ଯଦି ଇଆଡୁ ସାଇଡରୁ ଯଦି ଭିଡିଓ ଯଦି ବନେଇଦେବେ, ତାହେଲେ ଆପଣଙ୍କର ଭିଡିଓଟି ରିଚ୍ ମଧ୍ୟ ଯିବ ନାହିଁ। ସେଇ କ୍ୟାଟେଗୋରୀ ହିସାବରେ ଆପଣଙ୍କ ଚ୍ୟାନେଲର ନାମଟି ଦିଅନ୍ତୁ। ଯେମିତିକି ଫ୍ରେଣ୍ଡସ୍, ମୁଁ ଏଜୁକେସନ ମାଇଣ୍ଡ ରଖିଛି, କାହିଁକି ନା କି ଟଚ୍ କରିବାକୁ ଚାହୁଁଛି, ସେଥିପାଇଁ ମୁଁ ଏଜୁକେସନ ମାଇଣ୍ଡ ରଖିଛି, ମାନେ କି ଏଜୁକେସନ ରିଲେଟେଡ ହିଁ ମୁଁ ଯାହାକି ନାମଟି ମଧ୍ୟ ରଖିଦେଇଛି। ସେମିତି ଆପଣମାନେ ମଧ୍ୟ ନାମଟି ବାଛି ପାରିବେ ବା ରଖିପାରିବେ। ୟୁଟ୍ୟୁବ ଚ୍ୟାନେଲର ନାମଟି ସର୍ଟ ରଖିବାକୁ ଚେଷ୍ଟା କରନ୍ତୁ। ଯେତିକି ସର୍ଟ ରଖିବେ ଏବଂ ଯେତିକି ଇଜି ନାମ ରଖିବେ, ସେତିକି ଆପଣଙ୍କର ଚ୍ୟାନେଲର ନାମକୁ ମନେ ରଖିପାରିବେ ଏବଂ ସର୍ଚ୍ଚ ମଧ୍ୟ କରିବେ। ଏବଂ ଆପଣଙ୍କ ଚ୍ୟାନେଲର ନାମକୁ ଯଦି ମନେ ଯଦି ରଖିପାରିବେ ନାହିଁ, ତାହେଲେ କେମିତି ସର୍ଚ୍ଚ କରିବେ? ସେଥିପାଇଁ ଫ୍ରେଣ୍ଡସ୍, ଆପଣମାନେ ଇଜି ନାମଟି ରଖନ୍ତୁ। ଆପଣମାନେ ଚାହିଁଲେ ନିଜର ନାମରେ ମଧ୍ୟ ଚ୍ୟାନେଲଟି ଖୋଲି ପାରିବେ, କିଛି ପ୍ରୋବ୍ଲେମ ନାହିଁ। ଯେମିତିକି ଫ୍ରେଣ୍ଡସ୍, ଆପଣମାନଙ୍କୁ ମୁଁ ଗୋଟେ ଉଦାହରଣ ସ୍ୱରୂପ ଦଉଛି। ମୋ ନାମ ହେଉଛି କାହ୍ନୁ। ମୁଁ ସେମିତି କାହ୍ନୁ ବ୍ଲଗ କରିପାରିବି, କାହ୍ନୁ କ୍ରିଟିକ୍ସନ କରିପାରିବି, କାହ୍ନୁ କିଚେନ କରିପାରିବି, କାହ୍ନୁ ରେସିପି କରିପାରିବି, କାହ୍ନୁ ଅଫିସିଆଲ କରିପାରିବି, ଯାହା ବି ମୁଁ କରିପାରିବି ବା ମୋ ଟାଇଟଲକୁ ମଧ୍ୟ ମୁଁ ଲଗାଇକି ମଧ୍ୟ ନାମଟି ଦେଇପାରିବି। ଚ୍ୟାନେଲର କ୍ୟାଟେଗୋରୀ ହିସାବରେ ଆପଣମାନଙ୍କୁ ଭିଡିଓଟି ବନେଇବାକୁ ପଡ଼ିବ, ତାପରେ ଆପଣଙ୍କୁ ଅପଲୋଡ କରିବାକୁ ପଡ଼ିବ। ଅପଲୋଡ ହେଇଥିବା ଅନ୍ୟ ଲୋକଙ୍କ ଭିଡିଓକୁ ଯଦି ନିଜ ଭିଡିଓରେ ଯଦି ଆଡ୍ ଯଦି କରିବେ, ତାହେଲେ ରିଚ୍ କଣ୍ଟେଣ୍ଟ ଆସିବ, ନହେଲେ କପିରାଇଟ୍ ଷ୍ଟ୍ରାଇକ୍ ମଧ୍ୟ ପଡ଼ିଯାଇପାରେ, ଯାହାଦ୍ୱାରା କି ଆପଣଙ୍କ ଚ୍ୟାନେଲଟି ମଧ୍ୟ ମୋନେଟାଇଜ ହେବ ନାହିଁ। ସେଥିପାଇଁ ଫ୍ରେଣ୍ଡସ୍, ଆପଣମାନେ କେବଳ ନିଜର ଓରିଜିନାଲ କଣ୍ଟେଣ୍ଟ ହିଁ ବନାନ୍ତୁ ଏବଂ ଆପଣଙ୍କ ଚ୍ୟାନେଲରେ ଅପଲୋଡ କରନ୍ତୁ, କିଛି ପ୍ରୋବ୍ଲେମ ହେବ ନାହିଁ। ଆପଣମାନଙ୍କୁ ଗୋଟେ ଡିସ୍ ମଧ୍ୟ ବନେଇବାକୁ ପଡ଼ିବ କି ଆପଣମାନେ କେତେ ଦିନରେ ଗୋଟେ ଭିଡିଓ ଅପଲୋଡ କରିବେ। ଆପଣମାନେ ଯଦି ପାରୁଛନ୍ତି, ତାହେଲେ ଆପଣ 2 ଦିନରେ ମଧ୍ୟ ଗୋଟେ ଭିଡିଓ ଅପଲୋଡ କରିପାରିବେ। ଯଦି ପାରୁଛନ୍ତି, ତାହେଲେ ପ୍ରତ୍ୟେକ ଦିନ ମଧ୍ୟ ଗୋଟେ ଭିଡିଓ ଅପଲୋଡ କରିପାରିବେ। ଯଦି ଆପଣମାନେ ଯଦି ବନେଇ ଯଦି ପାରୁଛନ୍ତି ପ୍ରତ୍ୟେକ ଦିନ, ଯେମିତିକି ଫ୍ରେଣ୍ଡସ୍, ମୁଁ ଏହି ଚ୍ୟାନେଲରେ ପ୍ରତ୍ୟେକ ଦିନ ଭିଡିଓ ଅପଲୋଡ କରିଥାଏ, କାହିଁକି ନା କି ଫ୍ରେଣ୍ଡସ୍, ମୁଁ ବନେଇ ପାରୁଛି, ସେଥିପାଇଁ ମୁଁ ଅପଲୋଡ କରୁଛି। ଯଦି ଆପଣମାନେ ଯଦି ପାରୁନାହାନ୍ତି ବା ଆପଣମାନଙ୍କୁ ଯଦି ସମୟ ଯଦି ମିଳୁନାହିଁ, ତାହେଲେ ଆପଣମାନେ ଗୋଟିଏ ସପ୍ତାହରେ 2ଟି ଭିଡିଓ ମଧ୍ୟ ଅପଲୋଡ କରିପାରିବେ, କିଛି ପ୍ରୋବ୍ଲେମ ନାହିଁ। ଆପଣମାନଙ୍କୁ ପ୍ରତ୍ୟେକ ଦିନ କେତେ ସମୟ ଫ୍ରି ସମୟ ମିଳେ, ସେ ସମୟ ଅନୁଯାୟୀ ଆପଣମାନେ ଭିଡିଓ ବନେଇବେ। ଆପଣମାନଙ୍କୁ ଯଦି ଘଣ୍ଟେ ମିଳେ ବା 2 ଘଣ୍ଟା ମିଳେ ବା 3 ଘଣ୍ଟା ମିଳେ, ବା ଆପଣମାନେ ଯଦି ପୁରା ଦିନ ହିଁ ଫ୍ରି ଯଦି ରୁହନ୍ତି, ତାହେଲେ ତ ଆପଣମାନେ ପ୍ରତ୍ୟେକ ଦିନ ଭିଡିଓ ବନେଇ ପାରିବେ। ବା ଆପଣମାନଙ୍କୁ ଯଦି ଘଣ୍ଟେ 2 ଘଣ୍ଟା ଯଦି ମିଳେ, ତାହେଲେ ଆପଣମାନେ 2 ଦିନରେ ମଧ୍ୟ ଗୋଟେ ଭିଡିଓ ଅପଲୋଡ କରିପାରିବେ। ଜଣେ ସକ୍ସେସଫୁଲ ୟୁଟ୍ୟୁବର ହେଇଗଲି କି ତ ଭିଡିଓଟିକୁ କ୍ଲିକ୍ କରିକି ଆସିଲେ ଏବଂ ଭିଡିଓକୁ ୱାଚ୍ ମଧ୍ୟ କରୁଛନ୍ତି, ହେଲେ କିନ୍ତୁ ଫ୍ରେଣ୍ଡସ୍, ଆପଣମାନେ ଏହା ମଧ୍ୟ ମନେ ରଖନ୍ତୁ କି ଆପଣମାନେ କେବଳ ଏହି 4-5 ଦିନ ପାଇଁ ଭିଡିଓ ବନେଇବି, ସେତିକି ଆପଣମାନେ ଭାବନ୍ତୁ ନାହିଁ। ଆପଣମାନେ ଚେଷ୍ଟା କରନ୍ତୁ କି କେମିତି ଫ୍ୟୁଚର ପାଇଁ ମଧ୍ୟ ଭିଡିଓ ବନେଇବି, ଯାହାଦ୍ୱାରା କି ଜଣେ ୟୁଟ୍ୟୁବର ହେଇକି ୟୁଟ୍ୟୁବରୁ ପଇସା ଇନକମ୍ କରିବି। ସେମିତି ଭାବିକି ଆପଣମାନେ ୟୁଟ୍ୟୁବକୁ ଆସନ୍ତୁ, ନହେଲେ ଆପଣମାନେ ଜମାରୁ ବି ଆସନ୍ତୁ ନାହିଁ ଫ୍ରେଣ୍ଡସ୍। କାହିଁକି ନା କି ଏହି ୟୁଟ୍ୟୁବରେ କେବଳ ଦିନେ 2 ଦିନ କି ବର୍ଷେ 2 ବର୍ଷ କାମ କରିକି ଛାଡ଼ିଦେଲେ ୟୁଟ୍ୟୁବରୁ ପଇସା ଆସେ ନାହିଁ। ଆପଣମାନଙ୍କୁ ପ୍ରତ୍ୟେକ ଦିନ ଭିଡିଓ ବନେଇବାକୁ ପଡ଼ିବ ଏବଂ ବର୍ଷ ବର୍ଷ ଯାଏଁ ଭିଡିଓ ବନେଇବାକୁ ପଡ଼ିବ ବା ସବୁଦିନ ଭିଡିଓ ବନେଇବାକୁ ପଡ଼ିବ। ଯେତେ ଦିନ ପର୍ଯ୍ୟନ୍ତ ଆପଣମାନେ ଭିଡିଓ ଅପଲୋଡ କରିବେ, ସେତେ ଦିନ ପର୍ଯ୍ୟନ୍ତ ପଇସା କମେଇବେ, ନହେଲେ କମେଇବେ ନାହିଁ। ୟୁଟ୍ୟୁବ ବିଷୟରେ କିଛି ବି ଯଦି ଜାଣିବାକୁ ଚାହୁଁଛନ୍ତି, ନିହାତି ଭାବରେ ଆପଣମାନେ ଚ୍ୟାନେଲକୁ ଯାଇକି ଭିଡିଓଟି ଦେଖନ୍ତୁ। ଆପଣମାନଙ୍କୁ ସମସ୍ତ ଟପିକ ଉପରେ ଗୋଟେ ଭିଡିଓ ମିଳିଯିବ, ଆପଣମାନେ ସବୁ କିଛି ଜାଣିପାରିବେ ସେଇ ଭିଡିଓ ଗୁଡ଼ିକ ଦେଖିକି। ଏହି ଭିଡିଓଟି ଯଦି ଭଲ ଲାଗିଛି, ତାହେଲେ ନିହାତି ଭାବରେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ଆପଣଙ୍କର ସାଙ୍ଗମାନେ ମଧ୍ୟ ଦେଖି ଶିଖି ପାରିବେ ଜଣେ ସକ୍ସେସଫୁଲ ୟୁଟ୍ୟୁବର କେମିତି ହେବେ, ଯାହାକି ସେମାନେ ଭଲ ଭାବରେ ଜାଣିପାରିବେ। ଚାଲନ୍ତୁ ଫ୍ରେଣ୍ଡସ୍, ଏବେ ଆମେ ନେକ୍ସଟ ଭିଡିଓରେ ଦେଖା ହବା।